ସମସ୍ତେ ନିଜ ନିଜ ନାମକୁ ନେଇ ଗର୍ବ କରିଥାନ୍ତି। ନିଜର ଭଲ ନାଁ ବୋଲି ବହୁତ କହି ହୋଇଥାନ୍ତି କି ମୋ ନାଁ ହେଉଛି ଏଇଆ, ମୋ ନାଁ ହେଉଛି ସେଇଆ, ତୋ ନାଁ ଭଲ ନୁହେଁ, ମୋ ନାଁ ବହୁତ ଭଲ। ହେଲେ ଆପଣମାନେ କ'ଣ ଜାଣିଛନ୍ତି, ନାମରେ କିଛି ବି ନଥାଏ, ସବୁକିଛି କାମରେ ଥାଏ। ହେଲେ ଆଜି ମୁଁ ଆପଣଙ୍କୁ କିଛି ଓଲଟା କହିବାକୁ ଚାହୁଁଛି। ନାମରେ ବହୁତ କିଛି ଅଛି, କାମରେ ବହୁତ କମ୍ ଅଛି। ହଁ ସାଙ୍ଗମାନେ, ଆଜିର ଭିଡ଼ିଓଟି ସେହିଭଳି କିଛି। ଆପଣଙ୍କର ନାମ ଯଦି ଏହି ଅକ୍ଷରରୁ ଆରମ୍ଭ ହୋଇଥିବ, ତାହେଲେ ଆପଣମାନେ ମହାଦେବଙ୍କର ଅଂଶ ହୋଇଥାନ୍ତି। ହଁ ସାଙ୍ଗମାନେ, ଆପଣଙ୍କର ନାମ ଯଦି ଏହି ୱାର୍ଡ଼, ଷ୍ଟାର୍ଟିଂ ୱାର୍ଡ଼ ଯଦି ଆପଣଙ୍କ ନାମର ଏହିସବୁ ରହୁଛି, ତାହେଲେ ଆପଣମାନଙ୍କ ମହାଦେବଙ୍କର ବହୁତ ବଡ଼ କୃପା ରହୁଛି ଆପଣଙ୍କ ଉପରେ। ତ ଜାଣି ରଖନ୍ତୁ କ'ଣ କ'ଣ ରହିଛି ସେହି ସବୁ ମୂଳ ଅକ୍ଷର, ଯାହାଦ୍ୱାରା କି ଆପଣମାନେ ମଧ୍ୟ ବନିପାରିବେ ମହାଦେବଙ୍କର ଅଂଶ। ତ ସାଙ୍ଗମାନେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖିବେ, କାରଣ ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖିବେ। ଯଦି ଭିଡ଼ିଓଟି ଭଲ ଲାଗିବ, ଲାଇକ୍ଟିଏ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଆଜିର ଭିଡ଼ିଓଟି ହେଉଛି ସାକ୍ଷାତ ମହାଦେବଙ୍କର ଅଂଶ ହୋଇଥାନ୍ତି ଏହି 5ଟି ନାମର ଲୋକ। ଜାଣି ନିଅନ୍ତୁ ଆପଣଙ୍କ ନାମ ଅଛି କି ନାହିଁ। ଭଗବାନ ମହାଦେବଙ୍କ ଯେତେ ଜଲ୍ଦି ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି, ସେତେ ଜଲ୍ଦି କ୍ରୋଧିତ ମଧ୍ୟ ହୋଇଯାଆନ୍ତି। ଯଦି କୌଣସି ବ୍ୟକ୍ତି ଉପରେ ମହାଦେବଙ୍କ ଆଶୀର୍ବାଦ ପଡ଼ିଯାଏ, ତେବେ ଜୀବନ ଉପରକୁ ଆସିବାକୁ ଯାଉଥିବା ସବୁ ସମସ୍ୟା ଦୂର ହୋଇଯାଇଥାଏ। ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ 6ଟି ନାମର ବ୍ୟକ୍ତିଙ୍କ ବିଷୟରେ କହିବି, ଯେଉଁମାନଙ୍କୁ ସାକ୍ଷାତ ମହାଦେବଙ୍କ ଅଂଶ ମାନାଯାଇଥାଏ। ମହାଦେବଙ୍କ କୃପାରୁ ଏମାନଙ୍କ ଜୀବନରେ ସବୁବେଳେ ସୁଖ ସମୃଦ୍ଧି ରହିଥାଏ। ମହାଦେବଙ୍କ କୃପାରୁ ଏମାନଙ୍କ ମଧ୍ୟରେ ସବୁବେଳେ ବୁଦ୍ଧି ଏବଂ ଜ୍ଞାନର ସଞ୍ଚାର ମଧ୍ୟ ହୋଇଥାଏ। ତେଣୁ ଏହି ଲୋକଙ୍କୁ ମହାଦେବଙ୍କ ଅଂଶ ମାନାଯାଇଥାଏ। ଏହି ଲୋକମାନେ କାର୍ଯ୍ୟକ୍ଷେତ୍ରରେ ସବୁବେଳେ ଉନ୍ନତି କରିଥାନ୍ତି। ଗରିବ ଏବଂ ଅସହାୟଙ୍କ ପ୍ରତି ସମବେଦନା ଏମାନଙ୍କ ଭିତରେ ରହିଥାଏ। ବହୁତ ଜଲ୍ଦି ଏମାନଙ୍କର ସବୁ କାର୍ଯ୍ୟ ପୂରଣ ହେବା ସହିତ ସାମାଜିକ କ୍ଷେତ୍ରରେ ଏମାନେ ଉଚିତ ଏବଂ ଉଚ୍ଚ ପଦର ଅଧିକାରୀ ହୋଇଥାନ୍ତି। ଏମାନେ ଖୁବ୍ ନିର୍ଭୀକ ଏବଂ ନିଡର ହୋଇଥାନ୍ତି। ତେଣୁ ଏମାନଙ୍କୁ ମହାଦେବଙ୍କ ଭକ୍ତ ମଧ୍ୟ ମାନାଯାଏ। ଏହି ଲୋକଙ୍କୁ ବହୁତ ଜଲ୍ଦି କ୍ରୋଧ ଆସିଥାଏ, କିନ୍ତୁ ସେମାନଙ୍କ ମଧ୍ୟରେ ଖୁବ୍ ସହନଶୀଳତା ଶକ୍ତି ମଧ୍ୟ ରହିଥାଏ। ଏମାନେ ଜୀବନରେ ସବୁବେଳେ ଆଗକୁ ବଢ଼ି ଚାଲନ୍ତି। ଅନ୍ୟର ଖରାପ ଚିନ୍ତା କରୁନଥିବା ଏହି ଲୋକଙ୍କୁ କେବେ କୌଣସି ସମସ୍ୟାର ସାମ୍ନା ମଧ୍ୟ କରିବାକୁ ପଡ଼ିନଥାଏ। ଯଦି ଏହି ବ୍ୟକ୍ତିମାନେ ମହାଦେବଙ୍କ ପୂଜା କରନ୍ତି, ତେବେ ସେମାନଙ୍କ ଉପରେ ମହାଦେବଙ୍କ କୃପା ଲାଗି ରହିବ। ତେବେ ଚାଲନ୍ତୁ ସେହି ସବୁ ନାମଗୁଡ଼ିକ ବିଷୟରେ ଜାଣିନେବା। ସେ ନାମଗୁଡ଼ିକ ସବୁ କ'ଣ କ'ଣ? ପ୍ରଥମରେ ହେଉଛି ଏ ଅକ୍ଷରର ନାମ। ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିମାନେ ମହାଦେବଙ୍କର ସବୁଠାରୁ ଅଧିକ ପ୍ରିୟ ହୋଇଥାନ୍ତି। ମହାଦେବ ଏହି ବ୍ୟକ୍ତିଙ୍କୁ ସବୁ ଖରାପ ଶକ୍ତିଠାରୁ ଦୂରେଇ ରଖନ୍ତି। ଏମାନଙ୍କ ଜୀବନରେ କୌଣସି ସମସ୍ୟା ଆସିଲେ ମହାଦେବ ଏମାନଙ୍କୁ ସେଥିରୁ ମୁକ୍ତି ଦେଇଥାନ୍ତି। ସାଙ୍ଗମାନେ, ଯଦି ଆପଣଙ୍କ ଘରେ କେହି ଏ ଅକ୍ଷରର ବ୍ୟକ୍ତି ଅଛନ୍ତି, ଏ ଅକ୍ଷର ନାମର ବ୍ୟକ୍ତି ଅଛନ୍ତି, ତାହେଲେ ଆପଣମାନେ ଜାଣି ରଖନ୍ତୁ ସେମାନେ ହେଉଛନ୍ତି ମହାଦେବଙ୍କର ଅଂଶ। ସେଥିପାଇଁ ସେମାନଙ୍କୁ କେବେ ବି ହେଲେ କୌଣସି ଅସୁବିଧା ହେବ ନାହିଁ। ସବୁବେଳ ପାଇଁ ମହାଦେବ ସେମାନଙ୍କ ଉପରେ କୃପା କରିବେ। ଦ୍ୱିତୀୟରେ ହେଉଛି ଆର୍ ଅକ୍ଷର ନାମ। ଯେଉଁ ବ୍ୟକ୍ତିର ନାମ ଆର୍ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ମହାଦେବଙ୍କର ଖୁବ୍ ନିକଟତର ଲୋକ ହୋଇଥାନ୍ତି ବୋଲି କୁହାଯାଏ। ଏମାନଙ୍କ ପ୍ରତି ଖରାପ କରୁଥିବା ବ୍ୟକ୍ତିଙ୍କୁ
ମହାଦେବ ଦଣ୍ଡ ଦେଇଥାନ୍ତି। ସାଙ୍ଗମାନେ, ଯଦି ଆପଣଙ୍କ ଘରେ ଆର୍ ଅକ୍ଷରର ଲୋକ ଅଛନ୍ତି ତାହେଲେ ଆପଣମାନେ ଜାଣି ରଖନ୍ତୁ ଏମାନେ ହେଉଛନ୍ତି ମହାଦେବଙ୍କର ବହୁତ ପାଖ ଲୋକ। ଏମାନେ ଯଦି ମହାଦେବଙ୍କୁ କୌଣସି ମନସ୍କାମନା ପୂର୍ଣ୍ଣ କରିବା ପାଇଁ ମନରେ ଡାକୁଛନ୍ତି ତାହେଲେ ମହାଦେବ ସେମାନଙ୍କର ମନସ୍କାମନା ଜଲ୍ଦି ପୂରା କରିଥାନ୍ତି। ସେଥିପାଇଁ ଯଦି ସେମାନଙ୍କୁ କେହି କୌଣସି କାମରେ ଅସୁବିଧାରେ ପକାଇବାକୁ ଚାହିଁଥାନ୍ତି ତାହେଲେ ମହାଦେବ ସେମାନଙ୍କୁ ବହୁତ ବଡ଼ ବଡ଼ ଦଣ୍ଡ ଦେଇଥାନ୍ତି। ତୃତୀୟରେ ହେଉଛି ଡି ଅକ୍ଷରର ନାମ। ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ନାମର ଲୋକେ ମଧ୍ୟ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି। ଏମାନେ ସ୍ୱତନ୍ତ୍ର ଭାବରେ ମହାଦେବଙ୍କ ଆରାଧନା କରିଥାନ୍ତି। ମହାଦେବ ଏମାନଙ୍କ ଉପରେ କୌଣସି ପ୍ରକାରର ସମସ୍ୟା ଆସିବାକୁ ଦିଅନ୍ତି ନାହିଁ। ସାଙ୍ଗମାନେ, ଯଦି ଆପଣଙ୍କ ଘରେ ଡି ଅକ୍ଷରର ନାମର ଲୋକ ଅଛନ୍ତି ତାହେଲେ ଏମାନେ ମଧ୍ୟ ମହାଦେବଙ୍କର ବହୁତ ପାଖ ଲୋକ। ମହାଦେବଙ୍କୁ ଏମାନେ ମଧ୍ୟ ବହୁତ ପୂଜାପାଠ କରିଥାନ୍ତି। ମହାଦେବ ମଧ୍ୟ ଏମାନଙ୍କର କଥା ବହୁତ ଭଲ ଭାବରେ ବୁଝିପାରିଥାନ୍ତି, ଏମାନଙ୍କର ଡାକ ଶୁଣିପାରିଥାନ୍ତି। ସେଥିପାଇଁ ଏମାନେ ମଧ୍ୟ ମହାଦେବଙ୍କର ଅତି ନିଜର ଲୋକ, ଅତି ଆପଣାର ଭକ୍ତମାନେ। ଚତୁର୍ଥରେ ହେଉଛି ପି ଅକ୍ଷରର ନାମ। ଏହି ଅକ୍ଷର ନାମର ଲୋକଙ୍କ ଉପରେ ମହାଦେବ ପ୍ରସନ୍ନ ରହନ୍ତି ଏବଂ ଏହି ଲୋକେ ମହାଦେବଙ୍କ ଠାରୁ କେବେ ଦୂରେଇ ରହନ୍ତି ନାହିଁ। ଏମାନଙ୍କ ମନ ଖୁବ୍ ପରିଷ୍କାର ଥାଏ ଏବଂ ଏମାନେ କାହାରି ସହିତ କୌଣସି ଛଳ କପଟ କରନ୍ତି ନାହିଁ। ମହାଦେବ ଏମାନଙ୍କୁ ସବୁ ସମସ୍ୟାରୁ ଦୂରେଇ ରଖିଥାନ୍ତି। ସାଙ୍ଗମାନେ, ଯଦି ଆପଣଙ୍କ ଘରେ ପି ଅକ୍ଷରର ନାମର ଲୋକ ଅଛନ୍ତି ତାହେଲେ ଆପଣମାନେ ଜାଣି ରଖନ୍ତୁ ଏମାନେ କାହା ସହିତ ଛଳ କପଟ କରିବେ ନାହିଁ। ଆଉ ଏମାନେ ହେଉଛନ୍ତି ମହାଦେବଙ୍କର ବହୁତ ବଡ଼ ଭକ୍ତ ହୋଇଥାନ୍ତି। ସେଥିପାଇଁ ଏମାନଙ୍କୁ କାହା ସହିତ ଛଳ କପଟ କରିବା ପାଇଁ ଭଲ ଲାଗିନଥାଏ। ସେଥିପାଇଁ ଏମାନେ କାହା ସହିତ ଛଳ କପଟ କରିନଥାନ୍ତି। ପଞ୍ଚମରେ ହେଉଛି ଭି ଅକ୍ଷରର ନାମ। ଏହି ନାମର ବ୍ୟକ୍ତିଙ୍କୁ ମହାଦେବ ଖୁସିରେ ରଖିବାକୁ ପସନ୍ଦ କରନ୍ତି। ଏହି ଲୋକେ ମହାଦେବଙ୍କର ଅତି ନିକଟତର ରହିଥାନ୍ତି। ଏମାନଙ୍କ ସହିତ ଶତ୍ରୁତା କରିବା ଅର୍ଥ ମହାଦେବଙ୍କ ଦଣ୍ଡ ଭୋଗିବା ହୋଇଥାଏ। ସାଙ୍ଗମାନେ, ଯଦି ଆପଣଙ୍କ ଘରେ ଭି ଅକ୍ଷରର ନାମର ଲୋକ ଅଛନ୍ତି ତାହେଲେ ଆପଣମାନେ କେବେ ବି ହେଲେ ସେମାନଙ୍କ ସହିତ କୌଣସି ପଙ୍ଗା ନିଅନ୍ତୁ ନାହିଁ। କୌଣସି ଖରାପ କରିବା ବିଷୟରେ ଭାବନ୍ତୁ ନାହିଁ କି ଚିନ୍ତା କରନ୍ତୁ ନାହିଁ। ଯଦି ଆପଣମାନେ ସେମାନଙ୍କ ବିଷୟରେ କେବେ ବି କିଛି ଖରାପ ଚିନ୍ତା କରୁଛନ୍ତି ତାହେଲେ ଆପଣଙ୍କ ସହିତ ବହୁତ ବଡ଼ ଅଘଟଣ ଘଟିଯିବ। ଆପଣଙ୍କୁ ମହାଦେବ ବହୁତ ବଡ଼ ଅଘଟଣରେ ପକାଇ ଦେବେ, ଯାହାକି ଆପଣମାନେ ବୁଝିପାରିବେ ନାହିଁ। ସେଥିପାଇଁ କେବେ ବି ହେଲେ ଭି ଅକ୍ଷରର ଲୋକଙ୍କ ସାଙ୍ଗରେ ଶତ୍ରୁତା କରିବେ ନାହିଁ, କାରଣ ସେମାନଙ୍କ ସହିତ ଶତ୍ରୁତା କରିବା ହେଉଛି ବହୁତ ବଡ଼ ମୂର୍ଖାମି। ସେଥିପାଇଁ କେବେ ବି ହେଲେ ଭି ଅକ୍ଷରର ଲୋକମାନଙ୍କ ସହିତ ଶତ୍ରୁତା କରନ୍ତୁ ନାହିଁ। ଆପଣମାନଙ୍କର କ'ଣ ନାମର ପ୍ରଥମ ଅକ୍ଷର ଆପଣମାନେ ମଧ୍ୟ କମେଣ୍ଟ ବକ୍ସରେ ମୋତେ ଜଣାଇ ପାରିବେ। ସେଥିପାଇଁ ଆପଣମାନେ କମେଣ୍ଟ ମାଧ୍ୟମରେ ମୋତେ ଜଣାନ୍ତୁ ଆପଣଙ୍କର ନାମର ପ୍ରଥମ ଅକ୍ଷର କ'ଣ, ଆଉ ସେ ଶୁଭ କି ଅଶୁଭ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ଏ ଭିଡ଼ିଓଟି ଦେଖିଲା ପରେ ଆପଣମାନଙ୍କୁ ନିଶ୍ଚିତ ଭାବରେ କିଛି ଶିଖିବା ପାଇଁ ମିଳିଥିବ, କିଛି ବୁଝି ମଧ୍ୟ ପାରିଥିବେ। ଯଦି ଆପଣଙ୍କୁ ଭଲ ଲାଗିଥିବ ଭିଡ଼ିଓଟି ଲାଇକ୍ଟିଏ କରିବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିତ ଭାବରେ କରିବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ଟକିଂ ଅଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ଅଲ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିବେ, କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।